ଆଜିର ପ୍ରସଙ୍ଗ ଅଙ୍ଗଦାନର ମହତ୍ତ୍ୱ ଏବଂ ସମାଜରେ ଏହାର ପ୍ରଭାବ। ଆଲେଖ୍ୟ ମଳୟରଞ୍ଜନ ମିଶ୍ର। ଉପସ୍ଥାପନାରେ ମୁଁ ନୀନା ସାହୁ। ଅଙ୍ଗଦାନ ମାଧ୍ୟମରେ ଅତି କମ୍ରେ ଆଉ ଜଣଙ୍କ ଜୀବନ ବଞ୍ଚାଇବା ନେଇ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ଦେଶବ୍ୟାପୀ ଜାତୀୟ ଅଙ୍ଗଦାନ ଦିବସ ପାଳନ କରାଯାଉଛି। ଅଙ୍ଗଦାନର ମହତ୍ତ୍ୱ ଏବଂ ସମାଜରେ ଏହାର ପ୍ରଭାବ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। 1994 ମସିହା ଅଗଷ୍ଟ ମାସ 3 ତାରିଖରେ ଭାରତରେ ପ୍ରଥମ ହୃତ୍ପିଣ୍ଡ ପ୍ରତ୍ୟାରୋପଣ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହି ଦିବସର ସ୍ମୃତିଚାରଣ ଅବସରରେ ଗତ 2022 ମସିହାରୁ ପ୍ରତ୍ୟେକ ବର୍ଷ ଏହି ଦିବସ ପାଳିତ ହୋଇଆସୁଛି। ଅଙ୍ଗଦାନ ଦ୍ୱାରା ବହୁ ଲୋକଙ୍କର ଜୀବନ ରକ୍ଷା କରାଯାଇପାରିବ। ଏ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରିବା ଏବଂ ଏହାର ଅଧିକରୁ ଅଧିକ କାର୍ଯ୍ୟକାରିତା ଲକ୍ଷ୍ୟରେ ଜାତୀୟ, ଆଞ୍ଚଳିକ ଏବଂ ରାଜ୍ୟ ସ୍ତରରେ ସରକାରୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନ କାର୍ଯ୍ୟ କରୁଛନ୍ତି। ଜାତୀୟ ସ୍ତରରେ ନୋଟୋ ବା ଜାତୀୟ ଅଙ୍ଗ ଏବଂ ଟିସୁ ପ୍ରତ୍ୟାରୋପଣ ସଂସ୍ଥା ସ୍ଥାପନ କରାଯାଇଛି। ସେହିଭଳି ଆଞ୍ଚଳିକ ସ୍ତରରେ ରୋଟୋ ବା ଆଞ୍ଚଳିକ ଅଙ୍ଗ ଓ ଟିସୁ ପ୍ରତ୍ୟାରୋପଣ ସଂସ୍ଥା ଏବଂ ରାଜ୍ୟ ସ୍ତରରେ ସୋଟୋ ବା ରାଜ୍ୟ ଅଙ୍ଗ ଓ ଟିସୁ ପ୍ରତ୍ୟାରୋପଣ ସଂସ୍ଥା ସ୍ଥାପନ କରାଯାଇ ଏ ସମ୍ପର୍କିତ କାର୍ଯ୍ୟକ୍ରମକୁ ଅଗ୍ରଗତି ପ୍ରଦାନ କରାଯାଉଛି। ଅଙ୍ଗ ପ୍ରତ୍ୟାରୋପଣ ବର୍ତ୍ତମାନ ପରିସ୍ଥିତିରେ ବଞ୍ଚିବାର ଏକ ପ୍ରମୁଖ ମାଧ୍ୟମ ଭାବେ ଉଭା ହୋଇଛି। ଆଧୁନିକ ଜୀବନଶୈଳୀ ଯୋଗୁଁ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ କାର୍ଯ୍ୟକ୍ଷମ ନ ହେବା ବହୁଳ ପରିମାଣରେ ବୃଦ୍ଧି ପାଉଛି। ମଧୁମେହ, ବିଭିନ୍ନ ପ୍ରକାର ସଂକ୍ରମଣ ଏବଂ ହଠାତ୍ ଆଘାତ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ତେଣୁ ବଞ୍ଚି ରହିବା ପାଇଁ ଅଙ୍ଗ ପ୍ରତ୍ୟାରୋପଣ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ ଉଭା ହୋଇଛି। ମାନବ ଅଙ୍ଗ ପ୍ରତ୍ୟାରୋପଣ ଆଇନ ଅନୁଯାୟୀ ଜୀବିତ ବ୍ୟକ୍ତି କିମ୍ବା ମୃତ ବ୍ୟକ୍ତିଙ୍କଠାରୁ ଅଙ୍ଗ ଅଣାଯାଇ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କଠାରେ ପ୍ରତ୍ୟାରୋପଣ କରାଯାଏ। 1994 ମସିହାରେ ଏହି ଆଇନ ପ୍ରଣୟନ କରାଯାଇଥିଲା ଏବଂ ଏହା ସହିତ ଏହାର କାର୍ଯ୍ୟକାରିତା ନେଇ ନିୟମାବଳୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ହୋଇଥିଲା। ଜୀବିତ ବ୍ୟକ୍ତିଙ୍କ ମଧ୍ୟରେ ଦୁଇଟି ପ୍ରକାର ଭେଦ ରହିଛି। ଗୋଟିଏ ହେଉଛି ନିକଟ ସମ୍ପର୍କୀୟ ଏବଂ ଅନ୍ୟଟି ହେଉଛି ସମ୍ପର୍କ ବାହାର ବ୍ୟକ୍ତି। ନିକଟ ସମ୍ପର୍କୀୟଙ୍କ ଭିତରେ ଅନ୍ତର୍ଭୁକ୍ତ ରହୁଥିବା ସଦସ୍ୟଙ୍କ ସଂକ୍ରାନ୍ତୀୟ ବିସ୍ତୃତ ବିବରଣୀ ଏହି ଆଇନରେ ସ୍ଥାନିତ ହୋଇଛି। ଅଙ୍ଗ ପ୍ରତ୍ୟାରୋପଣ ପ୍ରସ୍ତୁତି ନେଇ କାର୍ଯ୍ୟପ୍ରଣାଳୀ ସମ୍ପର୍କରେ ମଧ୍ୟ ଏହି ଆଇନରେ ବର୍ଣ୍ଣନା କରାଯାଇଛି। ଜୀବିତ ବ୍ୟକ୍ତି ଏବଂ ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ ନେଇ ପ୍ରସ୍ତୁତ ସଂକ୍ରାନ୍ତରେ ପୃଥକ୍ ପୃଥକ୍ ଭାବେ କୁହାଯାଇଛି। ଏହି ଆଇନ ମାଧ୍ୟମରେ ସରକାର ଅଙ୍ଗଦାନ ପ୍ରକ୍ରିୟାକୁ ବୈଧତା ପ୍ରଦାନ କରିଛନ୍ତି। ତେବେ ଜୀବିତ କିମ୍ବା ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ କ୍ଷେତ୍ରରେ କୌଣସି ପ୍ରକାର ଆର୍ଥିକ କାରବାରକୁ ଏହି ଆଇନ ଅବୈଧ ଘୋଷଣା କରିଛି। ଅର୍ଥାତ୍ ଅଙ୍ଗଦାନ ପାଇଁ ଆର୍ଥିକ କାରବାର ପ୍ରମାଣିତ ହେଲେ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଏହି ଆଇନରେ ରହିଛି। ଏହି ଆଇନରେ ମସ୍ତିଷ୍କ ମୃତ ବ୍ୟକ୍ତି ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ମସ୍ତିଷ୍କ ମୃତ ବ୍ୟକ୍ତିଙ୍କଠାରୁ ଅଙ୍ଗଦାନ ମାଧ୍ୟମରେ ଅଙ୍ଗ ବାହାର କରାଯାଇ ଆବଶ୍ୟକ ପଡ଼ୁଥିବା ବ୍ୟକ୍ତିଙ୍କ ପାଖରେ ପ୍ରତ୍ୟାରୋପଣ କରାଯାଏ। 1994 ମସିହା ଅଗଷ୍ଟ 3 ତାରିଖରେ ପ୍ରଥମ ଥର ପାଇଁ ଦେଶରେ ମୃତ ବ୍ୟକ୍ତିଙ୍କଠାରୁ ଅଙ୍ଗଦାନ ମାଧ୍ୟମରେ ହୃତ୍ପିଣ୍ଡ ପ୍ରତ୍ୟାରୋପଣ କରାଯାଇଥିଲା। ଶରୀରର ବୃକକ୍, ହୃତ୍ପିଣ୍ଡ, ଯକୃତ, ଆଖିର କର୍ଣ୍ଣିଆ, ଚର୍ମ, ହାଡ଼ ଆଦିକୁ ଦାନ କରାଯାଇପାରେ। କୁହାଯାଏ ଜଣେ ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ ଦ୍ୱାରା ଅତି କମ୍ରେ 6 ଜଣଙ୍କର ଜୀବନରେ ଅନେକ ପରିବର୍ତ୍ତନ ଅଣାଯାଇପାରେ। ଅଙ୍ଗ ପ୍ରତ୍ୟାରୋପଣ ପାଇଁ ରାଜ୍ୟ ସରକାର ଭିତ୍ତିଭୂମି ଥିବା ନିର୍ଦ୍ଦିଷ୍ଟ ହସ୍ପିଟାଲକୁ ମାନ୍ୟତା ପ୍ରଦାନ କରିଥାନ୍ତି। ସେଠାରେ ପ୍ରତ୍ୟାରୋପଣ ପୂର୍ବରୁ ସରକାରୀ ସ୍ତରରେ ଆବଶ୍ୟକ ଅନୁମତି ଆଣିବାକୁ ପଡ଼ିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ପ୍ରେରଣାଦାୟକ ନିବେଦନ ଯୋଗୁଁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଦେଶରେ ଅଙ୍ଗଦାନ ଆନ୍ଦୋଳନ ଅଧିକ ଗତିଶୀଳ ହୋଇଛି। ଅଙ୍ଗଦାନ ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଲାଗି ବିହିତ ପଦକ୍ଷେପ ମଧ୍ୟ ଗ୍ରହଣ କରାଯାଇଛି। ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ କ୍ଷେତ୍ରରେ ରାଜ୍ୟରେ ସୁରଜ ପୁରସ୍କାର ଘୋଷଣା କରାଯାଇଛି। ମୃତ ବ୍ୟକ୍ତିଙ୍କ ଅଙ୍ଗଦାନ କ୍ଷେତ୍ରରେ ରାଜ୍ୟରେ ସୁରଜ ପୁରସ୍କାର ଘୋଷଣା କରିଛନ୍ତି। ଏହା ମାଧ୍ୟମରେ ନିକଟ ସମ୍ପର୍କୀୟଙ୍କୁ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଘୋଷଣା କରାଯାଇଥାଏ। ସେହିଭଳି ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସେମାନଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଉଛି। ଏପରିକି ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ ନିଷ୍ପତ୍ତି କ୍ରମେ ଡାକ୍ତରଖାନାର ସମସ୍ତ ଖର୍ଚ୍ଚ ସରକାର ବହନ କରିଥାନ୍ତି। ଆସନ୍ତୁ ଆମର ଅଙ୍ଗଦାନ ଦ୍ୱାରା ଅନ୍ୟର ଜୀବନ ବଞ୍ଚାଇବା ନେଇ ପ୍ରତିଜ୍ଞାବଦ୍ଧ ହେବା।